ପିମ୍ପୁଡ଼ି ଦେଖିବା ମାତ୍ରେ ରଖିଦିଅନ୍ତୁ ଏପରି ଜିନିଷ ଅଳ୍ପ ଦିନ ଭିତରେ ଆପଣ ପର୍ଯ୍ୟାପ୍ତ ଧନର ମାଲିକ ହୋଇପାରିବେ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ସୁଧୀର ସ୍ୱାଗତ ଜଣାଉଛି ମୋର ଆଜିର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ। ପିମ୍ପୁଡ଼ି ଅତ୍ୟନ୍ତ କ୍ଷୁଦ୍ର ଜୀବ। ପିମ୍ପୁଡ଼ି ଆପଣମାନେ ଦେଖିଥିବେ, ଆମର ସାଧାରଣତଃ ବାରିଘରେ ଆମର ଫ୍ଲୋରରେ ବେଳେ ବେଳେ ପିମ୍ପୁଡ଼ି ଧାର ଧରି ଚାଲୁଥିବାର ଆମେ ଦେଖିବାକୁ ପାଇଥାଉ। କାନ୍ଥରେ ବେଳେ ବେଳେ ପିମ୍ପୁଡ଼ି ମଧ୍ୟ ଧାର ଧରି ଚାଲିବାର ଆମେ ଦେଖିଥାଉ। ମନ୍ଦିର ମାନଙ୍କରେ ବଡ଼ ବଡ଼ ବୃକ୍ଷ ମାନଙ୍କରେ ଆମେ ପିମ୍ପୁଡ଼ି ମାନଙ୍କୁ ଦେଖିବାକୁ ପାଇଥାଉ। ଦର୍ଶକ ବନ୍ଧୁ, ଆମ ଜୀବନରେ ତ ଅନେକ ସମସ୍ୟା ରହିଛି। ଆମର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ, ପର୍ଯ୍ୟାପ୍ତ ଧନର ଅଧିକାରୀ ହେବା ପାଇଁ, ଆମ ପଛରେ ଯଦି ଶତ୍ରୁ ଲାଗି ରହିଛନ୍ତି ଶତ୍ରୁ ସଂକଟରୁ ମୁକ୍ତ ହେବା ପାଇଁ, ଆମର ଯଦି ବ୍ୟବସାୟ ବାଣିଜ୍ୟ ଭଲ ଚାଲୁନି ତାହେଲେ ବାଣିଜ୍ୟ ବ୍ୟବସାୟ ପାଇଁ, ଏମିତିକି ଆମେ ଯଦି ନିଶା କବଳରେ ପଡ଼ିଯାଇଛେ ସେଥିରୁ ମୁକ୍ତି ପାଇପାରୁନେ ନିଶା କବଳରୁ ମୁକ୍ତି ପାଇବା ପାଇଁ, ଆମେ ଯଦି ଋଣଗ୍ରସ୍ତ ହୋଇଯାଇଛେ ଋଣରୁ, ଏଇଭଳି ଯଦି ଆମେ ଦେଖିବା ଆମ ଜୀବନରେ ତ ଅନେକ ପ୍ରକାର ସମସ୍ୟା ରହିଛି। ଅନେକ ସମସ୍ୟାର ସମାଧାନ ରହିଛି, ଅଦ୍ଭୁତ ଶକ୍ତି ରହିଛି ଏହି ପିମ୍ପୁଡ଼ି ମାନଙ୍କ ପାଖରେ। ଦର୍ଶକ ବନ୍ଧୁ, ଜ୍ୟୋତିଷୀୟ ପୃଷ୍ଠଭୂମିରୁ ଆଜି ଆମେ ଆଲୋଚନା କରୁଛେ ପିମ୍ପୁଡ଼ି ଦୂର କରିପାରେ ଆମ ଜୀବନର ଅନେକ କିଛି ଦୁଃଖ ସମସ୍ୟା, ଅନେକ କିଛି ସମସ୍ୟାର ଦୂର ନିବାରଣ କରିପାରେ ଏହି ପିମ୍ପୁଡ଼ି। ତେବେ ପିମ୍ପୁଡ଼ି ଦେଖିବା ମାତ୍ରେ ରଖିଦିଅନ୍ତୁ ଏପରି ଜିନିଷ ଅଳ୍ପ ଦିନ ଭିତରେ ଆପଣଙ୍କୁ ପର୍ଯ୍ୟାପ୍ତ ଧନ ଲାଭ ହେବ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ସୁଧୀର ସ୍ୱାଗତ ଜଣାଉଛି ମୋର ଆଜିର ଏହି ସ୍ୱତନ୍ତ୍ର ଉପସ୍ଥାପନାକୁ। ଜ୍ୟୋତିଷ, ବାସ୍ତୁ ଏବଂ ଧର୍ମ ବିଷୟକୁ ମୋର ଏହି ଐତିହାସିକ ଚ୍ୟାନେଲକୁ ଯଦି ନୂଆ କରି ଆପଣମାନେ ଭିଜିଟ୍ କରିଛନ୍ତି ନିଶ୍ଚିତ ଭାବରେ ସବସ୍କ୍ରାଇବ ଟିକେ କରିବେ, ଲାଇକ୍ କରିବେ ଏବଂ ମୋର ଭିଡ଼ିଓକୁ ଆପଣମାନେ ସେୟାର ମଧ୍ୟ କରିବେ। ରାହୁ, କେତୁ, ଶନି, ମଙ୍ଗଳ ଏସବୁ କ୍ରୂର ଗ୍ରହ ମାନଙ୍କର ଆଧିପତ୍ୟ ରହିଥାଏ ଏହି ପିମ୍ପୁଡ଼ି ମାନଙ୍କ ଉପରେ। ଏହି ପିମ୍ପୁଡ଼ି ମାନେ ସାଧାରଣତଃ ଗାତ ଭୂମିରେ ଗାତ ଖୋଳି ଏମାନେ ଭୂମି ଭିତରେ ରହିଥାନ୍ତି, ମାଟି ତଳେ ରହନ୍ତି ଏବଂ ଅଦ୍ଭୁତ ଶକ୍ତି, ସକାରାତ୍ମକ ଉର୍ଜା ଏମାନଙ୍କ ପାଖରେ ରହିଛି ଏବଂ ଏହି ପିମ୍ପୁଡ଼ି ଅଦ୍ଭୁତ ଶକ୍ତିର ଅଧିକାରୀ। ତେବେ ପିମ୍ପୁଡ଼ିଟିଏ ତା ଜୀବନରେ କେବେ ହାର ମାନି ନାହିଁ। ଆପଣ ଦେଖନ୍ତୁ, ଦୁନିଆରେ ସବୁ ଜୀବ ହୁଏତ କୌଣସି ପରିସ୍ଥିତିରେ ହାର ମାନି ଯାଇପାରନ୍ତି, କିନ୍ତୁ ଗୋଟେ ପିମ୍ପୁଡ଼ିକୁ ଆପଣ ଲକ୍ଷ୍ୟ କରନ୍ତୁ। ସେ ଅନେକ ପଥ କାନ୍ଥ ଚଢ଼ି ଚଢ଼ି ଯିବ, ଖସି ପଡୁଥିବ, ବାରମ୍ବାର ଚଢୁଥିବ, ଖସି ପଡୁଥିବ ଏବଂ ଆପଣ ଲକ୍ଷ୍ୟ ରଖିଥିବେ ସେ ପିମ୍ପୁଡ଼ି ନିଶ୍ଚିତ ଯାଇକରି ତାର ଲକ୍ଷ୍ୟସ୍ଥଳରେ ସେ ପହଞ୍ଚିବ ହିଁ ପହଞ୍ଚିବ। କେବେ ହାର ମାନି ନଥାଏ ତା ଜୀବନରେ ପିମ୍ପୁଡ଼ି। ତେବେ ଅଦୃଶ୍ୟ ସକାରାତ୍ମକ ଉର୍ଜାର ପ୍ରତୀକ এই যে ପିମ୍ପୁଡ଼ି, এই ପିମ୍ପୁଡ଼ି ଆମର ରାହୁ, କେତୁ, ଶନି, ମଙ୍ଗଳ ଭଳି କ୍ରୂର ଗ୍ରହ ମାନଙ୍କୁ ଶାନ୍ତି ମଧ୍ୟ କରିଥାଏ। ତତ୍ ସହିତ ଆମର ଜୀବନରେ ଯଦି ବିଭିନ୍ନ ପ୍ରକାର ସମସ୍ୟା ରହିଛି ସେ ସମସ୍ୟାର ମଧ୍ୟ ନିରାକରଣ କରିଥାଏ। ତେବେ ଆପଣମାନଙ୍କ ମନରେ ଆଗ୍ରହ ବଢିଗଲାଣି ଜାଣିବା ପାଇଁ ଯେ ପିମ୍ପୁଡ଼ି ଆମ ଜୀବନରେ କି ପ୍ରକାର ସମସ୍ୟାକୁ ଦୂର କରିପାରେ ଏବଂ କଣ ରହିଛି ପିମ୍ପୁଡ଼ିର ସେହି ସରଳ ଜ୍ୟୋତିଷୀୟ ଉପାୟ। ଦର୍ଶକ ବନ୍ଧୁ, ଧନ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କର ଲାଗି ରହିଛି, ଆର୍ଥିକ ସଙ୍କଟ ଭିତରେ ଆପଣ ଗତି କରୁଛନ୍ତି, ଖୁବ୍ କମ୍ ଦିନ ଭିତରେ ଆପଣ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ଏହାର ରେଜଲ୍ଟ ପାଇବା ପାଇଁ ଚାହୁଁଛନ୍ତି, ଅର୍ଥାତ୍ ଆପଣ ଏହାର ସକାରାତ୍ମକ ପ୍ରଭାବକୁ ଖୁବ୍ କମ୍ ସମୟ ଭିତରେ ଅନୁଭବ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଉପାୟଟି ଆପଣ କରନ୍ତୁ, ପରୀକ୍ଷା କରନ୍ତୁ। ଆପଣ ଦେଖିବେ ଯେଉଁଠି ପିମ୍ପୁଡ଼ି ଧାର ଲାଗିଥିବ ସେ ପିମ୍ପୁଡ଼ି ଧାର ପାଖରେ ଆପଣ ଗୋଟେ ନଡ଼ିଆଟିଏ ଆଣିବେ। ନଡ଼ିଆର ଯୋଉ ଜଟା ଥାଏ ସେ ଜଟାକୁ ଆପଣ ଭାଙ୍ଗିଦେବେ। ଦେଖିବେ 3ଟି ଦାଗ ଥିବ, ସେଥିରୁ ଗୋଟିଏ ଦାଗକୁ ଆପଣ ବଡ଼ କରି ହୋଲ କରିଦେବେ ଏବଂ ନଡ଼ିଆରୁ
ଜଳକୁ ଆପଣ ନିଷ୍କାସନ କରିଦେବେ। ଏବେ ଆପଣ ସେ ଯୋଉ ହୋଲଟି କରିଛନ୍ତି, ନଡ଼ିଆରେ ଯୋଉ ଗର୍ତ୍ତଟି ଆପଣ କରିଛନ୍ତି, ସେଥିରେ ଆପଣ କିଛି ଚିନି ଆପଣ ଭର୍ତ୍ତି କରିଦିଅନ୍ତୁ ଏବଂ ସେଇ ନଡ଼ିଆଟିକୁ ଆପଣ ମାଟି ଖୋଳି ପିମ୍ପୁଡ଼ି ଯୋଉ ଜାଗାରେ ଧାର ଲାଗିଛନ୍ତି ସେହି ସ୍ଥାନରେ ଆପଣ ମାଟି ଖୋଳି ଥଣ୍ଡା ଛାଇ ଜାଗାରେ ଆପଣ ଏହାକୁ କିମ୍ବା କୌଣସି ଅସ୍ୱସ୍ଥ ଗଛ ମୂଳେ ଏହାକୁ ଆପଣ ପୋତି ଦିଅନ୍ତୁ। ଧ୍ୟାନ ଦେବେ ଏହାର ମୁହଁଟି ମାଟି ଉପରକୁ ରହିବ, ସମ୍ପୂର୍ଣ୍ଣ ନଡ଼ିଆକୁ ଆପଣ ପୋତି ଦେବେ ନାହିଁ, ଯାହାଫଳରେ କି ଆପଣଙ୍କର ପିମ୍ପୁଡ଼ି ମାନେ ଆସି ଜନ୍ଦା ପିମ୍ପୁଡ଼ି ମାନେ ସେଇ ନଡ଼ିଆ ଭିତରେ ସେ ନଡ଼ିଆକୁ ଖାଇବେ। ତେବେ ଦର୍ଶକ ବନ୍ଧୁ, ଆପଣ ଏଇ ନଡ଼ିଆକୁ ପୋତି ଦେଇ ଧନଲକ୍ଷ୍ମୀକୁ ଆପଣ ମନ ଭିତରେ ସ୍ମରଣ କରନ୍ତୁ ଏବଂ ଆପଣଙ୍କ ପାଖକୁ ବିଭିନ୍ନ ଦିଗରୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଆସୁ ବୋଲି ଆପଣ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ଶୁକ୍ରବାର ଦିନ ଅପରାହ୍ନ ସମୟରେ ଏହି ଉପାୟଟି ଆପଣ କରିଦିଅନ୍ତୁ ଏବଂ ଦେଖନ୍ତୁ ଆପଣଙ୍କ ରାହୁ, କେତୁ, ଶନି, ମଙ୍ଗଳ ଭଳି କ୍ରୂର ଗ୍ରହଗୁଡ଼ିକ ଶାନ୍ତି ହେବା ସହିତ ଆପଣଙ୍କ ଆଡ଼କୁ ପର୍ଯ୍ୟାପ୍ତ ପରିମାଣରେ ଅର୍ଥର ଆଗମନ କିଭଳି ହେଉଛି ଏହାକୁ ଆପଣ ପରୀକ୍ଷା କରି ଦେଖିପାରନ୍ତି। ଅବିବାହିତ ପୁତ୍ରକନ୍ୟା, ବିବାହ ଯୋଗ୍ୟ ପୁତ୍ରକନ୍ୟା ଯେଉଁମାନେ ରହିଛନ୍ତି, ବିବାହ ବିଳମ୍ବ ହେଉଛି, ଯଦି ବାରମ୍ବାର ପ୍ରସ୍ତାବ ଆସି ଭାଙ୍ଗି ଯାଉଛି, ତାହେଲେ ଏପରି କ୍ଷେତ୍ରରେ ଏହି ପ୍ରୟୋଗ ଯେମିତି ମୁଁ କହିଲି ଏହାକୁ ମଧ୍ୟ ଆପଣ କରିପାରନ୍ତି। ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ମନୋଲାଖି ପ୍ରସ୍ତାବଟିଏ ମିଳିଯିବ ଏବଂ ଆପଣ ଯେଉଁ ମନୋଲାଖି ପ୍ରସ୍ତାବଟିକୁ ପସନ୍ଦ କରିଛନ୍ତି ସେ ପ୍ରସ୍ତାବଟି କେମିତି ଆପଣଙ୍କର ଆସୁ ଏବଂ ସେଇଠି ଆପଣଙ୍କର ବିବାହ ସ୍ଥିର ହଉ, ସେଥିପାଇଁ ମଧ୍ୟ ଆପଣ ଏହି ଉପାୟକୁ କରିପାରନ୍ତି। ତେବେ ହଁ, ଦୈନନ୍ଦିନ ଜୀବନରେ ଆପଣ ସ୍ନାନ ପରେ ସାମାନ୍ୟ ଟିକେ ଅଟା ବା ଅରୁଆ ଚାଉଳ, ଚିନି ଟିକେ ଆପଣ ପିମ୍ପୁଡ଼ି ମଳାରେ ବା ପିମ୍ପୁଡ଼ି ଧାର ଲାଗିଥିବା ସ୍ଥାନରେ ଆପଣ ରଖନ୍ତୁ ବା ଥଣ୍ଡା ଛାଇ ଜାଗାରେ ରଖନ୍ତୁ, ଯେମିତିକି ଜନ୍ଦା ପିମ୍ପୁଡ଼ି ଆସି ଆପେ ଆପେ ଲାଗିବେ। ଯଦି କ୍ରମାଗତ ଭାବରେ ଆପଣ ଏହି ଉପାୟକୁ କରନ୍ତି, ଯଦି ଆପଣଙ୍କ ପାଖକୁ ତ ନିଶ୍ଚିତ ମା ଲକ୍ଷ୍ମୀଙ୍କୁ ଆପଣ ସ୍ମରଣ କରିବେ ଧନ ପ୍ରାପ୍ତି ହେବା ପାଇଁ, ଆଉ ଯଦି ଆପଣଙ୍କ ପଛରେ ଶତ୍ରୁ, ବଳଶାଳୀ ଶତ୍ରୁ ଲାଗିଛନ୍ତି, ଈର୍ଷାନ୍ୱିତ ଲୋକ ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ବିରୋଧ କରୁଛନ୍ତି, ଅନାବଶ୍ୟକ ଶତ୍ରୁ ବୃଦ୍ଧି ହେଉଛନ୍ତି, ତାହେଲେ ଏପରି କ୍ଷେତ୍ରରେ ଆପଣ ଏଇ ଅରୁଆ ଚାଉଳ, ଚିନି ଟିକେ ପିମ୍ପୁଡ଼ି ମାନଙ୍କ ଉଦ୍ଦେଶ୍ୟରେ ରଖି ଆପଣ ପ୍ରଭୁ ହନୁମାନଙ୍କୁ ମନ ଭିତରେ ପ୍ରାର୍ଥନା କରନ୍ତୁ, ଶତ୍ରୁ ସଂକଟରୁ ଆପଣ ନିଶ୍ଚିତ ଭାବରେ ରକ୍ଷା ପାଇପାରିବେ। ତେବେ ଦର୍ଶକ ବନ୍ଧୁ, ଆପଣ ଯଦି ନିଶା କବଳରେ ପଡ଼ିଯାଇଛନ୍ତି, ନିଶା କବଳରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଲକ୍ଷ୍ୟ କରିବେ କଳା ପିମ୍ପୁଡ଼ି ବା କଳା ରଙ୍ଗର ଜନ୍ଦାର ଧାର ଯଦି କୋଉଠି ଥାଏ, ଶନିବାର ଦିନ ସାମାନ୍ୟ ଟିକେ କଞ୍ଚା କ୍ଷୀର ଆପଣ ସେ ପିମ୍ପୁଡ଼ି ଧାରରେ ଦିଅନ୍ତୁ ବା ପିମ୍ପୁଡ଼ି ମଳାରେ ଦିଅନ୍ତୁ ବା ଜନ୍ଦା ଲାଗିଥିବା ଧାରରେ ଦିଅନ୍ତୁ ଏବଂ ଆପଣ ପ୍ରତ୍ୟେକ ଶନିବାର ପିମ୍ପୁଡ଼ି ବା ଜନ୍ଦା ଧାର ଲାଗିଥିବା, କଳା ପିମ୍ପୁଡ଼ି ବା କଳା ଜନ୍ଦା ଧାର ଲାଗିଥିବା ସ୍ଥାନରେ ଯଦି ଆପଣ ସାମାନ୍ୟ ଟିକେ କଞ୍ଚା କ୍ଷୀର ଦେଇ ଭଗବାନଙ୍କୁ ଆପଣ ପ୍ରାର୍ଥନା କରନ୍ତି ନିଶା କବଳରୁ ମୁକ୍ତ ହେବା ପାଇଁ, ନିଶ୍ଚିତ ଭାବରେ ଏହାର ଉପକାରିତା ଆପଣ ଅନୁଭବ କରିପାରିବେ। କିନ୍ତୁ ଏହାକୁ ଅନ୍ତତଃ ପକ୍ଷେ 5 ଶନିବାର ଆପଣଙ୍କୁ ଏ ପ୍ରକାର କରିବାକୁ ପଡ଼ିବ। ତେବେ ଦର୍ଶକ ବନ୍ଧୁ, ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ, ଆର୍ଥିକ କ୍ଷେତ୍ରରେ ଲାଭ ପାଇବା ପାଇଁ ଆମେ ମଧ୍ୟ କଞ୍ଚା କ୍ଷୀର ଟିକେ ପିମ୍ପୁଡ଼ି ମଳାରେ ଦେଇ ବା ପିମ୍ପୁଡ଼ି ଧାର ଲାଗିଥିବା ସ୍ଥାନରେ ଆମେ ଟିକେ କଞ୍ଚା କ୍ଷୀର ଦେଇ ଯଦି ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିବା, ତାହେଲେ ମଧ୍ୟ ଆମକୁ ବିଭିନ୍ନ କ୍ଷେତ୍ରରୁ ପର୍ଯ୍ୟାପ୍ତ ଅର୍ଥ ଲାଭ ହେବ। ଦର୍ଶକ ବନ୍ଧୁ, ଆମର ରାହୁ, କେତୁ, ଶନି, ମଙ୍ଗଳ ଭଳି କ୍ରୂର ଗ୍ରହମାନଙ୍କର ପ୍ରଭାବ ନିଶ୍ଚିତ ଭାବରେ ଶୁଭ ପ୍ରଭାବକୁ ଆମେ ପାଇପାରିବା। ପିମ୍ପୁଡ଼ି ମଳାରେ ଆମେ ଏହିସବୁ ପଦାର୍ଥ ଦେଇ ଆମର ଗ୍ରହକୁ ଆମେ ଅନୁକୂଳ ଅବସ୍ଥାକୁ ଆଣିପାରିବା ଏବଂ ଏଥିରୁ ଆମକୁ ବିଶେଷ ଲାଭ ମିଳିବ।
जदि शत्रु संकट रे आमे पड़ीचे जदि आमे आर्थिक संकट रे पड़ीचे एवं ऋणग्रस्त अवस्था रहीचे ताले आजि ठरु आपण नियमित भाव रे पिंपुड़ी मळा रे टिके अरुआ चाउल चीनी टिके अटा टिके चीनी टिके आपण रखिबा आरंभ करंतु मां लक्ष्मी की प्रार्थना करंतु निश्चित भाव में यार उपकारिता को आपण माने खूब कम दिन भीतर अनुभव करि परिबे। तबे दर्शक बंधु आज तो समय ही जाय आज उपस्थापना आपण केमति लागिला आपण सुचिंतित मतामत अपेक्षा रे मु ज्योतिर्विद सुधीर पुणी आमे परवर्ती अध्याय देखावा से पर्यंत मु विदाय रहउछि। जय जगन्नाथ।